ଜଣାପଡ଼ୁଛି ସ୍ଥଳ ଭାଗରେ ଗୋଟେ ଘୂର୍ଣ୍ଣିବଳ ଉତ୍ତର ଓଡ଼ିଶା ନିୟର ବାଇ ରିଜନରେ ଫର୍ମେସନ୍ ହେବାର ଅଛି। ତା ପ୍ରଭାବରେ କାଲିଠୁ ଉତ୍ତର ଓଡ଼ିଶାରେ ମାନେ ଉପ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହୁଛି। ବିଶେଷ କରି ଉପକୂଳ ଓଡ଼ିଶା ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହୁଛି। ଆଉ ସେ ବର୍ଷାଟା ଆପଣଙ୍କର 24-25 ତାରିଖ କଣ୍ଟିନ୍ୟୁ, କାରଣ ସେ ଘୂର୍ଣ୍ଣିବଳ ସମୟ ସମୟ ଆପଣଙ୍କର ବଙ୍ଗୋପସାଗର ଆସିଯିବ। ବଙ୍ଗୋପସାଗର ଆସିଲେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା, ମାନେ 21 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଅଳ୍ପରୁ ମଧ୍ୟମ ମାନେ ମଧ୍ୟମ ଧରଣର ବର୍ଷା ହେବ, କିନ୍ତୁ କାଁ ଭାଁ ହେଭି ରେନଫଲ୍ ହେବାର ସମ୍ଭାବନା ରହୁଛି। ଉପକୂଳ ଓଡ଼ିଶାରେ କେମିତି ରହିବ? ଉପକୂଳ ଓଡ଼ିଶାରେ କାଲିଠୁ ମାନେ ଆକାଶ ମେଘାଚ୍ଛନ୍ନ ରହିପାରେ। ଅଲ୍ଟରନେଟିଭ ଆଜି ଯେମିତି ପୁରା ଆପଣ ଦେଖୁଛନ୍ତି ଖରା ନ ହୋଇପାରେ, ଅଳ୍ପ ଖରା ରହିବ, ଅଳ୍ପ ବର୍ଷା ରହିବ। ବିଜୁଳି ଘଡ଼ଘଡ଼ି କ'ଣ ସମ୍ଭାବନା ରହୁଛି ବିଜୁଳି ଘଡ଼ଘଡ଼ି ହେବା ପାଇଁ, କାରଣ କମ୍ପ୍ଲିଟଲି ଓଭରକାଷ୍ଟ ହେବନି, ପାର୍ଟଲି କ୍ଲାଉଡି ପାର୍ଟଲି ଖରା ରହିବ। ସେଥିରେ ଆପଣଙ୍କର ଯେଉଁ ମାନେ ବାଦଲ ସୃଷ୍ଟି ହେବ ବର୍ଷା କରିବା ପାଇଁ, ସେଥିରେ ଘଡ଼ଘଡ଼ି ବିଜୁଳିର ସମ୍ଭାବନା ରହୁଛି। ସାର୍ ଅଲରେଡ଼ି ଉତ୍ତର ଓଡ଼ିଶାରେ ବର୍ଷା ପରେ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି ହୋଇଗଲାଣି। ଏବେ ସାର୍ କେଉଁ ନଦୀକୁ କ'ଣ ବିପଦ? କାରଣ ଉତ୍ତର ଓଡ଼ିଶାରେ ଏବେ ବି କାରଣ କଥା ହେଲା କ'ଣ, ଯେଉଁ ନଦୀରେ ବନ୍ୟା ଆଡ଼େ ଆସିଯାଇଛି, ଆଗେ ଯଦି ଆପଣଙ୍କର ସେ ଆଭରେଜ ରେନଫଲ୍ 45 ବା 50 ମିଲିମିଟର ହେଉଥିଲା, ସେ ଫ୍ଲଡ୍ କରିବ। ଏବେ ବି 10 to 15 ମିଲିମିଟର ବର୍ଷା ଆଭରେଜ ହେଲେ ବି ସେଥିରେ, କାରଣ ଅଲରେଡ଼ି ପାଣି ନଈରେ ଅଛି ଏବଂ ଏ ଯେଉଁ ଆଡ଼ିସନାଲ ପାଣି ହେବ ବର୍ଷା ଫଳରେ, ସେଥିରେ ଫ୍ଲଡର ଭୟାବହତା ବି ବଢ଼େଇ ଦେଇପାରେ। କାରଣ ଲୋକମାନେ ଅଲରେଡ଼ି ଫ୍ଲଡ୍ ମାନେ ଯେଉଁ ପାଣିରେ ସେମାନେ ଅଲରେଡ଼ି ସେମାନେ ରହୁଛନ୍ତି। ଆଉ ଯଦି ହେଲା ଏଥିରେ ଆହୁରି ଟିକେ ବଢ଼ିଯିବ, ପାଣି ବଢ଼ିଯିବ, ବା ଯଦି ତାର ବିପଦସୀମା ତଳେ ଅଛି ପୁଣି ବିପଦସୀମା ଉଠିଯିବ, ଏମିତି ଅଲ୍ଟରନେଟ୍ ରହିବ। 25-26 ତାରିଖ ପର୍ଯ୍ୟନ୍ତ ଦେଖାଉଛି ଏ ସିଷ୍ଟମ। ଆଉ ଯଦିଓ ରେନଫଲ୍ ଗୋଟେ ଜାଗାରେ କନସେନ୍ଟ୍ରେଟ୍ କରିବନି, ଏମିତି ଆଜି ପଶ୍ଚିମ ଓଡ଼ିଶା, ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା, ଏମିତି ମାନେ ବିଶେଷ କରି ଉତ୍ତର ଓଡ଼ିଶା ଆଉ ଉପକୂଳ ଓଡ଼ିଶାରେ ତାର ପ୍ରଭାବ ରହିବାର ସମ୍ଭାବନା ଜଣାପଡ଼ୁଛି। କିନ୍ତୁ ଏତେ ବଡ଼ ସିଷ୍ଟମ ନାହିଁ, କିନ୍ତୁ ଘୂର୍ଣ୍ଣିବଳ ରହୁଛି, ପ୍ରେସର ଭାଲ୍ୟୁ ବି କମ୍, ମାନେ ଆପଣଙ୍କର ଇଭିନିଂ ଆଉ ସକାଳେ ବି କମ୍ ରହୁଛି। ତା ପ୍ରଭାବରେ ବର୍ଷା ହେଇପାରେ, କିନ୍ତୁ ହେଭି ରେନଫଲ୍ ବି ସମ୍ଭାବନା ରହୁଛି।